ओम जय मां महालक्ष्मी बृहद महालक्ष्मी पुराण लक्ष्मी को अभिशाप प्रथम भाग ईश्वर बोलती सुन गो पार्वती लक्ष्मी अभिशाप हुई कुलमती ब्रह्मांड ईश्वर दीनाहीना हुई घेन मोर अभिशाप भावग्राही सत्यजे सूर्य चंद्र हन्ति यातायात मिथ्या न होइब केबे महालोकत ଏହା କହି ମହାଲକ୍ଷ୍ମୀ ହୋଇ କଳାନିତ୍ୱ ଅନ୍ନ କେବେ ନ ପାଇବ କହିଲେ ମୋ ସତ ଚଣ୍ଡାଳୁଣୀ ବୋଲି ମତେ ନେଲେ ଗୋଳାଇ ମୋରି ହସ୍ତରେ ଭଞ୍ଜି ବତିବିନି ଭାଇ 12 ବର୍ଷ ପର୍ଯ୍ୟନ୍ତେ ଲଇରସା ଅନ୍ନ ବସ୍ତ୍ର ନ ପାଇବ କର ତୁମ ହିଂସା ମୁହିଁ ଚଣ୍ଡାଳୁଣୀ ଯିବେ ପଇସିବି ଅନା ଭଜନ କରିବତିବେ ଭକ୍ତ ରଞ୍ଜନ ଏହି ମତେ ମହାଲକ୍ଷ୍ମୀ ସାପ ଦେଇଗଲେ ଦେଉଳର ହାର ଥାର କେତେ ରହିଲେ ଲକ୍ଷ୍ମୀଙ୍କ ବିମୁଖ ଦେଖି ନାସିଏ ଧାଇଁଲେ ମାତାଙ୍କ ପରେ ପିଛା ଧରି ଅନୁସରି ଗଲେ ପଶୁକ ଅନାନ୍ତି ଦେବୀ ନାସିକେ ଦେଖିଲେ ସସ୍ନେହ ପରି ମାତ বচন হইলে দুঃখিনী মাখি হৈ যাও বসি মোহে কিম্পাইব সঙ্গে তুম্ভে আশুষ গোড়াই ভাবিলে মন্ত যেবে পিতা ঘর জীবি চাহিরি নকই মধ্যহীন পাইবি জগবন্ধু পরাব পিতা ঘর গলে তাଙ୍କ ଦେଖି ପିତା ସମ ପ୍ରିୟ ହେଲେ ଅକାରଣ ହେବ ସିନା ଅଭିଶାପ ମୋର ଦରିଦ୍ର ନହିବେ କେବେ ବହୁ ଚକର ଏତେ ଭାବି ମାତା ବିଶ୍ୱକର୍ମାଙ୍କ ଶରୀରେ ତାଙ୍କୁ କହି ଘର ତୋଳା ସ୍ଥିର କଲେ ବୈକୁଣ୍ଠପୁରରେ ବିଶ୍ୱକର୍ମା ବସିଥିଲେ ସରିବା ମାତ୍ରକେ ଆସି ସାମୁରେ ମିଳିଲେ ଆଜ୍ଞା କରିବା ହୁଅନ୍ତୁ ବ୍ରହ୍ମାଣ୍ଡ ଈଶ୍ୱରୀ ବିଶ୍ୱକର୍ମାକୁ ନାଇଁ କହିଲେ ପରି ପ୍ରଭୁ ଘର ତରିଦେଲେ ଚଣ୍ଡାଳୁଣୀ ବୋଲେ ରହିବି କୋଡ଼ିଆ ଖଣ୍ଡେ ତୁମ୍ଭେଲେ ତୋଳେ ମାତାଙ୍କ ଆଦେଶ ପାଇ ବିଶ୍ୱକର୍ମା ଗଲା 3 କୋଶ ଆୟତନେ ଉଆସ ତୋଳିଲା କାନ୍ଥ ଗୁଡ଼ିକ ଶୁଦ୍ଧ ସୁବର୍ଣ୍ଣରେ ଆଉ ସକଳ ଗଢ଼େ ହୀରା ମାଣିକ୍ୟରେ ପ୍ରତି ଗଣ୍ଠିରେ ଲଗାଏ ଅସଂଖ୍ୟ ମୁକୁତା ପ୍ରଭାରର ସ୍ତମ୍ଭ ରତ୍ନେ ରାଗି ଜଗଜ୍ଜିତା ଉଡ଼କି କମଳିନୀ ସନ୍ତୁଷ୍ଟ ହୋଇଲେ ବିଶ୍ୱକର୍ମାକୁ ବହୁତ ପ୍ରଶଂସା କରିଲେ ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ ଅସ୍ତରେ ତାରକୁ ମାତା
ପାଶ ଘୁରାଇଲେ ମୋର ଆଜ୍ଞା ଘେନିଆଏ ଅସ୍ତ ଯେବେ ତାର ପ୍ରଥମେ ଫସିବ ଯାଇ ପ୍ରଭୁ ପାକ ସାର ମନ ସୁଖେ ଭଞ୍ଜିବ ସାଥିଏ ପୋତିଭୋଗ ବ୍ୟଞ୍ଜନ ତେର ପାଉତି କହିବ ସମ୍ଭୋଗ ଶାଗ ମୁଗ ମୋର ରୁଚି କାଞ୍ଚି ତିକ୍ତରାଇ ଖଣ୍ଡ ଶାକର ସହିତେ ଆମ୍ବିଳ ମିଶାଇ ଅମୃତ ମନ ହିଁ ସୁଖୀ କହିବ ବୟାନ ହାଣ୍ଡି ମାନ କରି ଧରି ଭାଙ୍ଗି କଚାଇନ ତରନ୍ତେ ଭଣ୍ଡାର ଘରେ ଶୀଘ୍ର ପ୍ରବେଶିବ ବାଉନ କୋଟି ଭଣ୍ଡାର ବହି ଆଣିବ ଯାଇ କଉଡ଼ି ପର୍ଯ୍ୟନ୍ତ ସାରି ନ ଆସିବ ସକଳ ପଦାର୍ଥ ବହି ଆଣି ମୋତେ ଦେବ କରଜରେ ବେତାରରେ ପୋଷନ୍ତି ମାତାଙ୍କ ହେମନ୍ତେ ବହି ଆଣିବା ସମସ୍ତ ଏଠାକୁ ଜଗନ୍ନାଥ ମହାପ୍ରଭୁ ଜାଗର ଥିବେ ଆମକୁ ଦେଖିଲେ କାଳି ପରାଭବ ହେବେ ଓମ୍ ଜୟ ମା ମହାଲକ୍ଷ୍ମୀ।